ଦୁଃଖ ଦେଉଛି ବୃଦ୍ଧାବସ୍ଥା। ଖାଇବାକୁ ନ ଦେଇ ଘରୁ ବାହାର କରିଦେଲା ଶୈତାନ ପୁଅ। ବୟସର ଅପରାହ୍ନରେ ହୀନସ୍ତା ହେଉଛନ୍ତି ବୃଦ୍ଧା ବାପା ମା। ଖାଇବାକୁ ନ ଦେଇ ଘରୁ ବାହାର କରିଦେଲା ଜନ୍ମକଲା ପୁଅ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ବାଣେଶ୍ୱରପଡ଼ାରେ। ସେହି ଗ୍ରାମର ଭାବ ବେହେରା, ଯାହାଙ୍କ ବୟସ 80 ବର୍ଷ, ଓ ପତ୍ନୀ ଉଷା ବେହେରା, ବୟସ 75 ବର୍ଷ। ଛୋଟବେଳୁ ଯେଉଁ ପୁଅକୁ କୋଳେଇ କାଖେଇ ମଣିଷ କରିଥିଲେ ବାପା ମା, ସେହି ପୁଅ ପାଇଁ ଆଜି ବୃଦ୍ଧ ବାପା ମା ବୋଝ ହୋଇ ପଡ଼ିଛନ୍ତି। ପୁଅ ଖାଇବା ପିଇବାକୁ ନ ଦେଇ ଗାଳିଗୁଲଜ କରି ଓ ଘରୁ ବାହାର କରିଦେଇଥିଲା ଶୈତାନ ପୁଅ। ଏନେଇ ବୃଦ୍ଧା ଦମ୍ପତି ଉଭୟ ତିଗିରିଆ ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାରେ ଥିବା ପୋଲିସ ବାବୁ କହିଲେ ଯେ ତମ ଫ୍ୟାମିଲି ମ୍ୟାଟର ଆମେ କ'ଣ ବୁଝୁ। ତାପରେ ବାହାର କରିଦେଇଥିଲେ। ସେଠାରୁ ନିରାଶ ହେବା ପରେ ନ୍ୟାୟ ଆଶାରେ ଆଜି ବାପା ମା ନିଜ ଜନ୍ମ କରିଥିବା ପୁଅ ନାମରେ ଅଭିଯୋଗ ପତ୍ର ନେଇ ଆଠଗଡ଼ ଉପ ଜିଲ୍ଲାପାଳଙ୍କ ଅଫିସରେ ନ୍ୟାୟ ପାଇଁ ପହଞ୍ଚିଛନ୍ତି। ପୁଅ ବୋହୂଙ୍କ ଲାଞ୍ଛନା ସହି ନ ପାରି ନିଜେ ରୋଷେଇ କରି ଖାଉଥିଲେ ବୃଦ୍ଧ ବାପା ମା, ଓ ଯେତେବେଳେ ଖାଇବା ପିଇବାକୁ ଅସୁବିଧା ହେଲା ସେତେବେଳେ ନିଜ ଝିଅମାନଙ୍କର ଦ୍ୱାରସ୍ଥ ହେଲେ ବୃଦ୍ଧା। ସୂଚନା ଅନୁସାରେ ଏବେ ସେମାନେ ବଡ଼ମ୍ବା ଭଗବତପୁରରେ ନିଜ ଝିଅ ଘରେ ରହୁଛନ୍ତି। ପରିଣତ ବୟସରେ ବୃଦ୍ଧ ବୃଦ୍ଧା ଦୁଇ ଜଣ ଚାହୁଁଛନ୍ତି କେବଳ ପୁଅ ବୋହୂର ସେବା, କିନ୍ତୁ ଲାଗୁଛି ନିଜ ପୁଅ ବୋହୂଙ୍କଠାରୁ ଏସବୁ ଆଶା କରିବା ଉଭୟଙ୍କ ପାଇଁ ଏକ ଦିବା ସ୍ୱପ୍ନ ହୋଇ ରହିଯିବ। ଘର ଘର ବାଣେଶ୍ୱର ପଡ଼ା ଉଠି ଆଇଛୁ ପିନ୍ଧାଣିଆ କ'ଣ ହେଇଛି ଯେ ଏଠିକି ଆସିଛ? ପରା ପୁଅ ବୋଉ ଦେଲେନି ଖାଇବାକୁ, ଘରୁ ଚଢ଼ିଲେ, କହିଲେ ତୁ ଘରକୁ ଯା, ତୋତେ ଖାଇବାକୁ ଆମେ ଦେବୁନି। ତାପରେ 2 ମାସ ଖାଇବାକୁ ଦେଇଛି, ଭତ୍ତା ପଇସା 3,500 ନେଲା। ଇନ୍ଦିରା ଆଶା ଆଇଥିଲା ଯେ ସେଥିରୁ 1,20,000 ଦେଲି। ଆଉ ଆମେ ଘରେ ନାଉ ଟିକେ ଚାଳିଆ କରିକିରି ସେଇଠି ଆମେ ଥିଲୁ। ସେଠୁ ଗୋଡ଼ ହାତ ଚଳୁଥିଲା ବୋଲି ମୁଠା ଆଣିକି ଖାଉଥିଲୁ। ହଁ ଆଉ ଗୋଡ଼ ହାତ ନ ଚଳିଲା ଖୁଣୁ ମୁଁ କହିଲି ମୁଠା ଲେଖି ଆଣିକି 2 ମାସ ଦେଇଥିଲେ। ସେଠୁ ମିଛ ଖଛ କହିକିରି ଆମ ସେଥିରେ ଗଣ୍ଡଗୋଳ କଲେ, ସେଠୁ ପାଟିମୁଣ୍ଡ କଲେ। ସେଇଠୁ କ'ଣ ହେଲା? ସେଠୁ ତ କହିଲେ ଆମେ ତୋତେ ଖାଇବାକୁ ଦେବୁନି, ତୁ ଘରୁ ଯା। ତାପରେ ଆମେ ତ ଘରୁ ବାହାରିକି ଆଇଲୁ, ଆଉ କ'ଣ କୁଆଡ଼େ ଗଲ? ଆସିକି ବାଇପାସରେ ବ୍ୟୁରୋ ରିପୋର୍ଟ, ଓଡ଼ିଶୀ ଖବର। ଆଉଥରେ ଯେ ଅଟୁ କହିଲୁ ଆମକୁ ଟିକେ ନେଇକି ଝିଅ ଘରେ ଛାଡ଼ିଦେବୁ। ସେ ବିଚାରଟା ନେଇକି ଝିଅ ଘରେ ଛାଡ଼ିଦେଲା। ଝିଅ ଘରେ ମାସେ ହେଲା ରହିଲୁ, ଆଉ ଖୋଜୁନି କି ପଚାରୁନି ନା କିଛି ନାହିଁ। ଥାନାରେ କହିଛ? ଥାନାରେ କହିଛ? ଥାନାରେ କହିଛ? ହଁ, କ'ଣ କହିଲେ ଥାନା? ଥାନାବାଲା କିଛି କହିଲେ ବୁଝିଲେନି ପରା। ତାପରେ ଏଠି କ'ଣ ପାଇଁ ଆଇଛ? ଏଠି ଥାନାରେ କହିବୁ, ସେଠୁ କହିବୁ ଇଏ କ'ଣ ବୁଝୁଛନ୍ତି କି ନ ବୁଝୁଛନ୍ତି, ଦେଖିବା ଆଉ କ'ଣ। ଯଦି ନ ବୁଝିଲେ କ'ଣ କରିବୁ, କେମିତି ତାଙ୍କରି ପାଖରେ ରହିବୁ, ପୁରାପୁରି ଜଡ଼ିକା କହିତେ ପଡ଼ିବ। ସେଠୁ କେତେ ଦିନ ରହିବ? ଥାନାବାଲା ମାଗୁଛନ୍ତି କି ରଖୁଛନ୍ତି, ସେ ବିଚାର କରିବେ ଆଉ। ଦେଖିବାକୁ ବାକି ରହିଲା କେବେ ବୃଦ୍ଧା ବାପା ମାଙ୍କୁ ମିଳୁଛି ନ୍ୟାୟ। ବ୍ୟୁରୋ ରିପୋର୍ଟ, ଓଡ଼ିଶୀ ଖବର।